एप्रिल 2025 ପାଇଁ ମିଥୁନ ରାଶିର ରାଶିଫଳ। 2025 ମସିହାର ଏପ୍ରିଲ ମାସିକ ରାଶିଫଳ ଅନୁସାରେ ଏହି ମାସ ମିଥୁନ ରାଶିର ଲୋକଙ୍କ ପାଇଁ ଉତ୍ଥାନ ପତନରେ ପରିପୂର୍ଣ୍ଣ ହୋଇପାରେ। ମାସର ଆରମ୍ଭରେ ଭଗବାନ ମଙ୍ଗଳ ଆପଣଙ୍କ ରାଶିରେ ଉପସ୍ଥିତ ରହିବେ, ଯାହା ଫଳରେ ଆପଣଙ୍କ ସ୍ୱଭାବରେ କ୍ରୋଧ ବୃଦ୍ଧି ପାଇବ। ଆପଣଙ୍କୁ ଏହାକୁ ଏଡ଼ାଇବାକୁ ଚେଷ୍ଟା କରିବାକୁ ନ ପଡ଼େ। ଏହା ଆପଣଙ୍କ ସମ୍ପର୍କ ଏବଂ ବ୍ୟବସାୟରେ ସମସ୍ୟା ସୃଷ୍ଟି କରିପାରେ। 3 ତାରିଖରେ ଭଗବାନ ମଙ୍ଗଳ ତୁମ ଦ୍ୱିତୀୟ ଘରେ ପ୍ରବେଶ କରିବେ, ଯାହା ତାଙ୍କର ନୀଚ ରାଶି କର୍କଟ ହେବ। ଏପରି ପରିସ୍ଥିତିରେ ଆପଣଙ୍କ କଥାରେ ତିକ୍ତତା ଓ କ୍ରୋଧ ଉଭୟ ଦୃଶ୍ୟମାନ ହେବ। ତୁମକୁ ଏହାକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ, ନଚେତ୍ ତୁମେ ଅସୁବିଧାରେ ପଡ଼ିପାର। ଚତୁର୍ଥ ଏବଂ ଦଶମ ଘରେ ପ୍ରାୟ 6ଟି ଗ୍ରହର ପ୍ରଭାବ ଦେଖାଯାଉଥିବାରୁ ପାରିବାରିକ ଜୀବନରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିବ। ଚତୁର୍ଥ ଘରେ ବୃହସ୍ପତିଙ୍କ ଦୃଷ୍ଟି କିଛି ପରିସ୍ଥିତିକୁ ସମ୍ଭାଳିପାରେ। ଆପଣ ଖର୍ଚ୍ଚ ମଧ୍ୟ ଅଧିକ ହେବ, କିନ୍ତୁ ମାସର ଶେଷ ଭାଗରେ ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆରମ୍ଭ ହେବ, କାରଣ ଆୟ ବୃଦ୍ଧି ସମ୍ଭାବନା ରହିବ। ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରିବାକୁ ଦୂରେଇ ରୁହନ୍ତୁ। ଯଦି ତୁମେ ସେମାନଙ୍କୁ ଅଣଦେଖା କର, ତେବେ ତୁମ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଏହା ଛାତ୍ରମାନଙ୍କ ପାଇଁ କଠିନ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ। କଠିନ ପରିଶ୍ରମ ପରେ ହିଁ ସଫଳତା ମିଳିଥାଏ। ଚାକିରି ଏବଂ ବ୍ୟବସାୟ ସତର୍କତା ସହିତ ଆଗକୁ ବଢ଼ିବାର ଏକ ସମୟ ହେବ। ତଥାପି ଭଲ କଥା ହେଉଛି ଯେ ଭାଗ୍ୟର ପ୍ରଭୁ କର୍ମଘରେ ରହିବା ଦ୍ୱାରା ଆପଣଙ୍କୁ ରାଜଯୋଗ ଭଳି ଫଳାଫଳ ମିଳିବ। ଏହି ମାସରେ ଆପଣଙ୍କୁ ବିଦେଶ ଭ୍ରମଣ ଯାତ୍ରା କରିବାର ସୁଯୋଗ ମିଳିପାରେ। ତେଣୁ ଯଦି ଆପଣ ବିଦେଶ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ଅଣ୍ଟା କଡ଼ି କରନ୍ତୁ ଏବଂ ନିରନ୍ତର ପ୍ରୟାସ କରନ୍ତୁ, ଆପଣଙ୍କୁ ସଫଳତା ମିଳିପାରେ। କ୍ୟାରିୟର ଦୃଷ୍ଟିକୋଣରୁ ଏହି ମାସଟି ଉତ୍ଥାନ ପତନରେ ପରିପୂର୍ଣ୍ଣ ହେବାର ସମ୍ଭାବନା ଅଛି। ପ୍ରଥମତଃ ଶୁକ୍ର, ରାହୁ, ବୁଧ ଏବଂ ଶନି ସମଗ୍ର ମାସ ଦଶମ ଘରେ ରହିବେ। ସୂର୍ଯ୍ୟ ମଧ୍ୟ ମାସର ଆରମ୍ଭର 14 ତାରିଖ ପର୍ଯ୍ୟନ୍ତ ଦଶମ ଘରେ ହିଁ ରହିବେ, ଯାହା କାରଣରୁ ଆପଣଙ୍କୁ କର୍ମକ୍ଷେତ୍ରରେ ଉତ୍ଥାନ ପତନର ସମ୍ମୁଖୀନ ହେବାକୁ ପଡ଼ିବ। ଆପଣଙ୍କ ଚାକିରିରେ ଆପଣଙ୍କ ଉପରେ କାମର ଚାପ ରହିବ। ଆପଣଙ୍କୁ ଗୋଟିଏରୁ ଗୋଟିଏ ଅଧିକ କାମ କରିବାକୁ ପଡ଼ିବ, ଯାହା ଆପଣଙ୍କ କାର୍ଯ୍ୟଭାରକୁ ବୃଦ୍ଧି କରିବ ଏବଂ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଯେ ଆପଣ ଏଥିରେ ଭାବପ୍ରାନ୍ତ ନ ହୁଅନ୍ତୁ। ତେଣୁ ବୁଦ୍ଧିମତ୍ତା ସହିତ କାମ କରନ୍ତୁ ଏବଂ ରାଗରେ କିମ୍ବା ହତାଶାରେ କାହାକୁ ଖରାପ କଥା କହିବାକୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କ ବିରୁଦ୍ଧରେ ଯାଇପାରେ। ଷଷ୍ଠ ଘରର କର୍ତ୍ତା ମଙ୍ଗଳ ମାସର ଆରମ୍ଭରେ ଆପଣଙ୍କ ରାଶିରେ ରହିବେ, ଯାହା ଆପଣଙ୍କ ସ୍ୱଭାବକୁ ପ୍ରଭାବିତ କରିବ, କିନ୍ତୁ ଏହା ପରେ ଆପଣଙ୍କ ଦ୍ୱିତୀୟ ଘରକୁ ଚାଲିଯିବେ। ଏପରି ପରିସ୍ଥିତିରେ ଚାକିରିର ପରିସ୍ଥିତି ଧୀରେ ଧୀରେ ସୁଧରିବ ଏବଂ ଆପଣଙ୍କ ଚାକିରିରୁ ମଧ୍ୟ ଲାଭ ପାଇବେ। ଏହି ମାସ ବ୍ୟବସାୟ କରୁଥିବା ଲୋକମାନେ ସତର୍କତାର ସହିତ ଆଗକୁ ବଢ଼ିବା ଉଚିତ। ମାସର ଆରମ୍ଭରେ ମଙ୍ଗଳ ଗ୍ରହ ସପ୍ତମ ଘରକୁ ଦେଖିବେ ଏବଂ ସପ୍ତମ ଘରର କର୍ତ୍ତା, ଯିଏ ଦଶମ ଘରର ମଧ୍ୟ କର୍ତ୍ତା, ଅର୍ଥାତ୍ ଦେବଗୁରୁ ବୃହସ୍ପତି ସମଗ୍ର ମାସ ଦ୍ୱାଦଶ ଘରେ ରହିବେ, ଯାହା ବିଦେଶୀ ବାଣିଜ୍ୟ କରୁଥିବା ଲୋକଙ୍କୁ ଲାଭ ଦେବ। ମୁଖ୍ୟତଃ ବ୍ୟବସାୟ କରୁଥିବା ଲୋକମାନେ କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ କିଛି ସଫଳତା ପାଇବାର ସମ୍ଭାବନା ପାଇବେ। ଯଦି ଆମେ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ନଜର ପକାଇବା, ତେବେ ଏହି ମାସ ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ ଏବଂ ଆପଣଙ୍କୁ ଆପଣଙ୍କର ଟଙ୍କା ସମ୍ବନ୍ଧୀୟ ପରୀକ୍ଷଣ ଉପରେ ଧ୍ୟାନ ଦେବାକୁ ପଡ଼ିବ। ସମ୍ପୂର୍ଣ୍ଣ ମାସ ପାଇଁ ଦେବଗୁରୁ ବୃହସ୍ପତି ଆପଣଙ୍କ ଦ୍ୱାଦଶ ଘରେ ରହିବେ, ଯାହା ଫଳରେ ଆପଣଙ୍କ କର୍ମକ୍ଷେତ୍ରରେ ଦୌଡ଼ାଦୌଡ଼ି ହେବାର ସହିତ ଟଙ୍କା ଖର୍ଚ୍ଚ ହେବାର ପରିସ୍ଥିତି ସୃଷ୍ଟି ହେବ। ଭଲ କାମ, ଧାର୍ମିକ ଉତ୍ସବ, ଘରର ଭଲ ଆବଶ୍ୟକତା ପାଇଁ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ରହିଛି, ଯାହା ଏକ ପ୍ରକାର ଭଲ ହେବ। ପ୍ରେମ ଏବଂ ବିବାହ। ଯଦି ଆମେ ତୁମର ପ୍ରେମ ସମ୍ପର୍କ ବିଚାର କରିବା, ତେବେ ପଞ୍ଚମ ଘରର ଅଧିପତି ଶୁକ୍ର ମାସ ସାରା ସୂର୍ଯ୍ୟ, ବୁଧ, ଶନି ଏବଂ ରାହୁଙ୍କ ସହିତ ତାଙ୍କର ଉଚ୍ଚ ରାଶି ମୀନ ରାଶିର ଦଶମ ଘରେ ରହିବେ।
ତଥାପି ମାସର ଆରମ୍ଭରେ ଏକ ପଛୁଆ ପରିସ୍ଥିତିରେ ରହିବ। ତେଣୁ ଏହି ସମୟରେ ଆପଣ ପ୍ରେମ ସମ୍ପର୍କ ପାଇଁ ଅନୁକୂଳ ହେବ ନାହିଁ ଏବଂ ଆପଣଙ୍କୁ ଆପଣଙ୍କ ପ୍ରିୟଜନଙ୍କୁ ବାରମ୍ବାର ଆପଣଙ୍କ ଦୃଷ୍ଟିକୋଣକୁ ବୁଝାଇବାକୁ ପଡ଼ିବ। ତଥାପି ଆପଣଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇପାରେ। ତଥାପି 13 ତାରିଖରୁ ଶୁକ୍ର ପ୍ରତିଗାମୀ ଅବସ୍ଥାରୁ ସିଧାସଳଖ ଅବସ୍ଥାକୁ ଗତି କରିବ ଏବଂ ଉଚ୍ଚ ଫଳାଫଳ ଦେବ। ତାପରେ ପରିସ୍ଥିତିରେ ଟିକେ ଉନ୍ନତି ହେବ। ତୁମର ପ୍ରିୟ ତୁମେ କ'ଣ କହୁଛ ତାହା ବୁଝିବ ଏବଂ ତୁମ ଦୁହିଁଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ପାଇବ। 3 ଏପ୍ରିଲରୁ ମଙ୍ଗଳ ମଧ୍ୟ ସମଗ୍ର ମାସ ପାଇଁ ଦ୍ୱିତୀୟ ଘରେ ବସି ପଞ୍ଚମ ଘରକୁ ଦେଖିବ। ଏପରି ପରିସ୍ଥିତିରେ ସମୟ ସମୟର ଯୁକ୍ତିତର୍କର ପରିସ୍ଥିତି ସୃଷ୍ଟି ହୋଇପାରେ। ଯଦି ଆମେ ବିବାହିତ ଲୋକଙ୍କ ପାଇଁ କଥା ହେବା ତେବେ ମାସ ଆରମ୍ଭରେ ଟିକେ ଦୁର୍ବଳ ହେବା କାରଣ ମଙ୍ଗଳ ଆପଣଙ୍କ ରାଶିରେ ବସି ସପ୍ତମ ଘରେ ନଜର ପକାଇବ ଏବଂ ଶନି ମହାରାଜ ମଧ୍ୟ ଦଶମ ଘରୁ ସପ୍ତମ ଘରକୁ ନଜର ପକାଇବେ। ଏହା ଆପଣଙ୍କ ଏବଂ ଆପଣଙ୍କ ଜୀବନ ସାଥୀଙ୍କ ମଧ୍ୟରେ ବାରମ୍ବାର ମତଭେଦ ଏବଂ ଝଗଡ଼ା ସୃଷ୍ଟି କରିପାରେ, ଯାହା ଫଳରେ ଉତ୍ତେଜନା ଲାଗି ରହିବ। ତଥାପି 3 ତାରିଖରେ ଭଗବାନ ମଙ୍ଗଳ ଆପଣଙ୍କ ଦ୍ୱିତୀୟ ଘରେ ପ୍ରବେଶ କରିବେ। ତେବେ ପରିସ୍ଥିତି କିଛିଟା କମିଯିବ କିନ୍ତୁ ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ସପ୍ତମ ଘରର ଅଧିପତି ବୃହସ୍ପତି ମହାରାଜ ମଧ୍ୟ ଦ୍ୱାଦଶ ଘରେ ରହିବେ, ଯାହା ହେତୁ ଏହି ମାସ ବୈବାହିକ ସମ୍ପର୍କ ପାଇଁ ଉତ୍ଥାନ ପତନରେ ପରିପୂର୍ଣ୍ଣ ହେବ। ପ୍ରତିକାର ତୁମେ ଶ୍ରୀ ଗଣପତି ଅଥର୍ବଶିଷ୍ଟ ପାଠ କରିବା ଉଚିତ। ମଙ୍ଗଳବାର ଦିନ ଶ୍ରୀ ହନୁମାନଜୀଙ୍କୁ 4ଟି କଦଳୀ ଅର୍ପଣ କରନ୍ତୁ। ମଙ୍ଗଳବାର ଦିନ ଛୋଟ ପିଲାଙ୍କୁ ଗୁଡ଼ ଏବଂ ଚଣା ପ୍ରସାଦ ବଣ୍ଟନ କରିବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ଶନିବାର ଦିନ ଅକ୍ଷମମାନଙ୍କୁ ଖାଇବାକୁ ଦିଅନ୍ତୁ, ସେମାନଙ୍କୁ ଆବଶ୍ୟକ ଜିନିଷ ଦିଅନ୍ତୁ। ଚତୁର୍ଥ ଘରର ପ୍ରଭୁ ବୁଧ ମଧ୍ୟ ଦଶମ ଘରେ ବସିବେ ଏବଂ ସୂର୍ଯ୍ୟ ଶନି ଏବଂ ରାହୁଙ୍କ ମଧ୍ୟରେ ଅବସ୍ଥିତ ହୋଇଥିବାରୁ ପାରିବାରିକ ସମ୍ପର୍କରେ ଅଶାନ୍ତି ହୋଇପାରେ। ତେଣୁ ଆପଣଙ୍କୁ ଆପଣଙ୍କ ପରିବାର ସଦସ୍ୟମାନଙ୍କର ମଧ୍ୟ ଯତ୍ନ ନେବା ଉଚିତ। ପରିବାରର ପରିସ୍ଥିତିକୁ ବିଚାର କରି ହିଁ ଯେକୌଣସି ନିଷ୍ପତ୍ତି ନିଅନ୍ତୁ। ମାସର ଆରମ୍ଭରେ ତୃତୀୟ ଘରର ପ୍ରଭୁ ସୂର୍ଯ୍ୟ ମହାରାଜ ଆପଣଙ୍କ ଦଶମ ଘରେ ବିରାଜମାନ ହେବେ, ଯାହା ଫଳରେ ଆପଣ ଭାଇ ଏବଂ ଭଉଣୀମାନଙ୍କୁ କିଛି ସମସ୍ୟା ହୋଇପାରେ। ସେମାନଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇପାରେ। କିନ୍ତୁ 14 ତାରିଖରେ ଯେତେବେଳେ ସୂର୍ଯ୍ୟ ତାଙ୍କ ଉଚ୍ଚ ରାଶି ମେଷରେ ଆପଣଙ୍କ ଏକାଦଶ ଘରେ ପ୍ରବେଶ କରିବେ, ସେହି ସମୟରେ ଆପଣଙ୍କୁ ଆପଣଙ୍କ ଭାଇ ଏବଂ ଭଉଣୀମାନଙ୍କଠାରୁ ଲାଭଦାୟକ ହେବ।